ॐ रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्रप्रियधार्मिकं राजेन्द्रं सत्यसन्धदशरथतनयं श्यामलं शान्तमूर्ति वन्दे लोकाभिरामं रघुकुलतिलकं राघवं रावणहरि भक्तवत्सल भगवान की जय। श्री सचिदानंद भगवान की जय। लखनलाल जी की जय। भक्तलाल जी की जय। शत्रुलाल जी की जय। शंकर मोचन हनुमान जी की जय। जनकनंदिनी सीता देवी की जय। यूट्यूब कर्मकर्ता मान की जय। मोर श्रोताबंधु मान की जय। ये जगतर 33 कोटी देवता को जय। झंकड़वासिनी माँ सारला को जय। मोर प्रिय श्रोताबंधु मान को मथलटा प्रणाम करी आरंभ करने को जाऊँ ये धारावाहिक रामायण कथा। मोर किसी श्रोताबंधु माने वाल्मीकि रामायण कथा पसंद कर तेणु आगामी काली ठारू वाल्मीकि रामायण चली आपण मन कौन जीव आपण मैंने परवर्ती अध्याय शुणी तमसा नदी तीर आमर राम भगवान रात्रि यापन करते प्रजा मान को न खई राति उठी राम लक्ष्मण सीता समस्त मंत्री रथ नहीं कि चली जाइछन्ति। कारण हला से रामचंद्र भाविले आमे जदि तांको न जणे कि जीवा आमको से आउ छाड़िबे नहीं। प्रजा माने राम लक्ष्मण सीता रथ सुमंत्र कहारी को न देखी भावुचंती आमे काल निद्रारे आज शोगले से राम आमको छाड़ी चलीगले। आम उपर टिके दया रखिले ना। बहुत कांदी कांदी आमे बन को जीवा जदि अयोध्या को जीवा समस्ते कहे राम को बनर छाड़ी के आसिल ना तमें न मरिकी घर को आसिल कहीं हे दयामय आम प्रति निर्दय हल चल आमे बणरे आत्महत्या करवा। कांदी कांदी खोजु खोजु देखिले रथ चिन्ह अयोध्या आड़ को पड़ी। राम तो से बुद्धि करते विश्वास है जे राम मन परिवर्तन करी अयोध्या को फेरीगले। तापर मन खुशी अयोध्या जाई पहुँची देखिले नगर जाग पूरा स्तब्ध शोकाकुल परिवेश खाली हाराम हाराम शब्द शुभुची। प्रजा मैंने एक शुणी निज निज घर को जाई मुंडरे हाथ दे मौन हो बसीगले। ताक स्त्री मैंने रागी जाई बहुत गाली दे कहले तुम्हें राम को छाड़ी आसिल एका आसीच केमिति आसिल केमिति। राम बणरे 14 वर्ष रहिबे तेरे अयोध्या रही कि जस पाइब। तुम्हें राम सहित बण रही केते नदी पर्वत झरणा तपोवन मुनि ऋषि केते तीर्थस्थान बण पशु पक्षी देखा सहित फलमूल खाई अति सहजरे केते पुण्य लाभ करिथांत। एभली सुजोग हाथ छड़ा करदे ये पापिनी कई राज्य रहिबो बोली चली चली आसिल। कई राणी गोटे दुराचारिणी काल सर्पिणी होई अयोध्या को ध्वंस करदेला। निज पति उपरे तार दया नहीं। राम भली पुत्र ठारे माया कला
ରାମ ପାଇଁ ହାଟ ବଜାର ସବୁ ବନ୍ଦ। ଦେଖିବ ଦଶରଥ ରାଜା ଅଳ୍ପ ଦିନ ଭିତରେ ରାମ ରାମ କହି ତାଙ୍କର ପ୍ରାଣ ଚାଲିଯିବ। ଚାଲ ଏ କୈକେୟୀ ରାଜ୍ୟରେ ନ ରହି ବଣରେ ଯାଇ ରାମକୁ ଖୋଜିବା। ଯଦି ନ ପାଇବା ଅନ୍ୟ ରାଜ୍ୟରେ ରହିବା। ଏତିକି କହି କାନ୍ଦି କାନ୍ଦି ମନ ଦୁଃଖ କରି ଉପବାସରେ ରହିଲେ। ତେଣେ ରାମଚନ୍ଦ୍ର ବହୁତ ବାଟ ଗଲା ପରେ ପ୍ରଭାତ ହେଲା। ନିତ୍ୟକର୍ମ ସ୍ନାନ ସାରି ପୁଣି ଦ୍ରୁତଗତିରେ ରଥ ଚଳାଇ କୋଶଳ ରାଜ୍ୟ ଶେଷରେ ଯାଇକି ପହଞ୍ଚିଲେ। ବେଦଶ୍ରୁତି ନଦୀ ପଡ଼ିଲା। ନଦୀ ପାର ହୋଇ ଅଗସ୍ତୀ ତାଙ୍କର ଗୋଟେ ବଣ, ତାକୁ ପାର ହୋଇ ଗୋମତୀ ନଦୀ ପାର ହୋଇ ପୁଣି କିଛି ଦୂର ଗଲା ପରେ ସନ୍ଦ୍ୟକାମ ନଦୀ ପାର ହେଲେ। ତାପରେ ତାଙ୍କର ତ ରଥ ଅଛି, ଆଉ ତାଙ୍କର ପାର ହେଇଗଲେ କିଛି ଅସୁବିଧା ନାହିଁ। ତାପରେ ରାମ ଲକ୍ଷ୍ମଣଙ୍କୁ ମନୁ ରାଜାଙ୍କ କଥା, ଇକ୍ଷ୍ୱାକୁ ରାଜାଙ୍କ କଥା କହି କହି ଯାଉଛନ୍ତି। ସୀତାକୁ ସୁମନ୍ତ୍ରଙ୍କୁ କହିଲେ, ଆମେ ବଣରେ ରହିବା ପରେ ଏଠିକି ମୃଗୟା କରିବାକୁ ଆସିବୁ। ବହୁତ ସୁନ୍ଦର ବଣ ହେଇଛି। କୋଶଳ ଦେଶର ପ୍ରଜାମାନେ ଶ୍ରୀରାମଙ୍କୁ ଦର୍ଶନ କଲେ। ଶ୍ରୀରାମ ନୟନରୁ ଅଶ୍ରୁଜଳ ଗଡ଼ାଇ କହିଲେ, ତୁମ୍ଭେମାନେ ନିଜ ଘରକୁ ଯାଅ। ମୁଁ 14 ବର୍ଷ ବନବାସ କରି ସାରିବା ପରେ ଏହି ବାଟେ ଫେରିବି। ତାପରେ କିଛି ବାଟ ଯିବା ପରେ ଗଙ୍ଗା ନଦୀ ପାଖରେ ପହଞ୍ଚି ଦେଖିଲେ ଧଳା ପଦ୍ମ, ନୀଳ ପଦ୍ମ, ନାଲି ପଦ୍ମ ଫୁଟିଛି। ସେ ଫୁଲର ବାସନା ଚଉଦିଗକୁ ମହକୁଛି। ଯୋଗୀ ମୁନି ଋଷିମାନେ ତପସ୍ୟା କରୁଛନ୍ତି। ମର୍ଯ୍ୟାଦା ପୁରୁଷ ରାମ ଏସବୁ ଦେଖି ସୁମନ୍ତ୍ରଙ୍କୁ କହିଲେ, ଏଇଠି ଇଙ୍ଗୁତି ନଦୀ କୂଳରେ ବୃକ୍ଷ ପାଖରେ ରଥ ରଖ। ସୁଖରେ ରାତ୍ରି ଯାପନ କରିବା। ସୁମନ୍ତ୍ର ରଥ ରଖି ଘୋଡ଼ାକୁ ଗଛରେ ବାନ୍ଧିଲେ। ସେ ରାଜ୍ୟର ରାଜା ଗୁହ୍ୟକ ଶବର ପୂର୍ବରୁ ରାମଙ୍କର ସେ ମିତ୍ର ଥିଲେ। ଆପଣ ଆଜି ଗୁହ୍ୟକ ଶବର କଥା ବିଷୟରେ ଆପଣମାନେ ମୋର ଶ୍ରୋତାବନ୍ଧୁ ଶୁଣିବେ। ଯେମିତି ଖବର ପାଇଲେ ଶ୍ରୀରାମ ଆସିଛନ୍ତି, ଆସି ଗଙ୍ଗା ନଦୀ ତଟରେ ଅଛନ୍ତି, ରାଜା ପୁରା ରୋମାଞ୍ଚମ ହେଇଗଲେ। ନାନା ପ୍ରକାର ଉପହାର ଶଗଡ଼ରେ ଲଦି ସୈନ୍ୟ ସଖା ସାଙ୍ଗରେ ଧରି ସ୍ୱଭାବରେ ସେ ତ ହେଲେ ଶବର ଜାତି, ଦେଖିବାକୁ ଭୟଙ୍କର। ଗଳାରେ କାଣି କଉଡ଼ିର ମାଳା ଲମ୍ବେଇଛନ୍ତି। ହାତରେ ଧମଣା କାଠର ଧନୁ ଧରିଛନ୍ତି। ଦେହରେ ନୁଖୁରା ହଳଦୀ ମାଖି ହେଇଛନ୍ତି। ମୁଣ୍ଡରେ ନାନା ପ୍ରକାର ପକ୍ଷୀ ଖୋସିଛନ୍ତି। ନାକପୁଡ଼ାରେ ପିତ୍ତଳର ଗୁଣା ନାଇଛନ୍ତି। ସାପର ଅନ୍ତ ନାଡ଼ିକୁ ପଇତା କରି ପକାଇଛନ୍ତି। ଭାଲୁ ଚମଡ଼ାର ଶାଢ଼ୀ ପିନ୍ଧିଛନ୍ତି। ଅଣ୍ଟାରେ ଘଣ୍ଟି ଘାଗୁଡ଼ିର ମାଳା ପିନ୍ଧିଛନ୍ତି। ଚାଲିବା ବେଳେ ରୁଣୁଝୁଣୁ ଶବ୍ଦ ଶୁଭୁଛି। ବାନର ଭଳି କଥା କହୁଛନ୍ତି, ପୁରା ବୁଝି ହେଉନି। ମୁହଁରେ ଠିଆ ନିଶ ରଖିଛନ୍ତି। ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛନ୍ତି। ହାତରେ ପରଶୁ କୁଠାର ଧରି ଗୁହକ ଶବର ରାଜା ଚାରିପାଖରେ ନାନା ଭଙ୍ଗୀରେ ନାଚି ଯାଇ ଶ୍ରୀରାମଙ୍କ ପାଖରେ ଆସି ପହଞ୍ଚି ଅତି ଆନନ୍ଦରେ ଦୁଇ ହାତ ଯୋଡ଼ି ନମସ୍କାର କଲେ। ଶ୍ରୀରାମଚନ୍ଦ୍ର ଅତି ଆନନ୍ଦରେ ତାଙ୍କୁ କୋଳାଗ୍ରତ କଲେ ବା ଆଲିଙ୍ଗନ କଲେ। ପାଖରେ ବସାଇ କହିଲେ, ମିତ୍ର, ତୁମ୍ଭର ସବୁ କୁଶଳ ତ? ତୁମ୍ଭର ପ୍ରଜା
ଜ୍ଞାତି ବନ୍ଧୁ ପରିବାର ସମସ୍ତେ ଭଲରେ ଅଛନ୍ତି ତ? ମୁଁ ଆଜି ଶବର ରାଜା ଶୁଣି କହୁଛନ୍ତି, ହେ ମିତ୍ର, ସମସ୍ତେ ଭଲରେ ଅଛନ୍ତି। ମୁଁ ଆଜି ଅଭୟ ଚରଣ ଦର୍ଶନ କରି ମୋର ସର୍ବ କୁଶଳ ଯାହା ଥିଲା 100 ଗୁଣ ବଢ଼ିଗଲା। ମୋର ଏ ରାଜ୍ୟ ଆଜି ପବିତ୍ର ହୋଇଗଲା। ଟିକେ ଦୟାକରି ମୋ ଉପରକୁ ଆସନ୍ତୁ। ଆପଣଙ୍କ ପାଦରଜ ପଡ଼ି ମୋ ଗୃହ ପବିତ୍ର ହୋଇଯାଉ। ଏ ପବିତ୍ର ଗଙ୍ଗା ଜଳରେ ଟିକେ ଚରଣ ସରୋଜ ପଖାଳିବି। ଆଉ କିଛି ମୋର ମାଗୁଣି ନାହିଁ। ଏତିକି। ପ୍ରଭୁ ଶ୍ରୀରାମ କହିଲେ, ମିତ୍ର, ମୁଁ ପିତୃ ସତ୍ୟ ପାଳି 14 ବର୍ଷ ବନରେ ବାସ କରିବି। ପୁର ଗ୍ରାମ ନଗରରେ ବାସ କରିବି ନାହିଁ। ସେଇଥିପାଇଁ ତୁମ ପୁରକୁ ମୁଁ ଯାଇପାରିବି ନାହିଁ। ଆଜି ଏଇଠି ରହି କାଲି ଅରଣ୍ୟକୁ ଯାଇ ଫଳମୂଳ ଖାଇ ଦିନ କାଟିବି। ଶବରାଜା କହିଲେ, ମୁଁ ବହୁତ ଶ୍ରଦ୍ଧାରେ ତୁମ ପାଇଁ ଖାଦ୍ୟଦ୍ରବ୍ୟ ଆଣିଛି। ଅନୁଗ୍ରହ କରି ଭୋଜନ କରନ୍ତୁ। ଶୋଇବା ପାଇଁ ଗଦି ବିଛଣା ଆଣିଛି। ସୁଖରେ ଶୟନ କରନ୍ତୁ। ଶ୍ରୀରାମ କହିଲେ, ମିତ୍ର, ତୁମ ଶ୍ରଦ୍ଧା ଦେଖି ବହୁତ ଖୁସି ହେଲି। ମୁଁ ମୁନିବ୍ରତ ଆଚରଣ କରିଛି ବଣକୁ ଯିବା ପାଇଁ। ମୋର ଭୋଜନ ଶୟନ କିଛି ପ୍ରୟୋଜନ ନାହିଁ। ଯଦି ପାରିବ ଘୋଡ଼ାମାନଙ୍କ ପାଇଁ ଉପଯୁକ୍ତ ଘାସ ଆଣି ଦେଇପାରିବ। ଯଦି ତାହେଲେ ଦିଅ। ଏକଥା ଶୁଣି ଶବରାଜା ଭୃତ୍ୟକୁ ନିର୍ଦ୍ଦେଶ ଦେଲେ। ଘାସ ଆଣିଦେଲେ। ତାପରେ ରାମ ସୀତା ପତ୍ର ବିଛଣାରେ ନିଦ୍ରା ଗଲେ। କିଛି ଦୂରରେ ଲକ୍ଷ୍ମଣ ଧନୁଶର ଧରି ଜଗିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ପୁଣି ଭିଡ଼ିଓ ବଡ଼ ହୋଇଯିବ। ମୋର ପ୍ରିୟ ଶ୍ରୋତା ବନ୍ଧୁମାନେ କମ ସଂଖ୍ୟାରେ ଦେଖିବେ। ଏଣୁ ଆଜି ଏତିକିରେ ଥାଉ। ଯଦି ଆପଣମାନଙ୍କର ଏ ଦାସ ପ୍ରତି ଅନୁଗ୍ରହ ଥିବ, ପୁଣି ଆଗାମୀ ଅଧ୍ୟାୟରେ ଶୁଣିବେ। ଏତିକି ଆପଣମାନଙ୍କୁ ନିବେଦନ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ। କାହିଁକିନା ଇଏ ସମ୍ପୂର୍ଣ୍ଣ ଧାରାବାହିକ ରାମାୟଣ କଥା। ଦରଖଣ୍ଡିଆ କରିବେ ନାହିଁ। ଆଉ ସବସ୍କ୍ରାଇବ୍ ଟିକେ କରୁଥିବେ। ଲାଇକ୍ ମଧ୍ୟ ଟିକେ କରିବେ। ଆପଣମାନଙ୍କର ଏ ଅନୁଷ୍ଠାନ ମୁଁ ନିମିତ୍ତ ମାତ୍ର। ଏଣୁ ସେହି ମର୍ଯ୍ୟାଦା ପୁରୁଷ ରାମ ଆପଣମାନଙ୍କର ତଥା ଆପଣମାନଙ୍କ ସପରିବାର ପିଲାମାନେ ଏ ଜଗତର ଯେତେ ଲୋକ ଅଛନ୍ତି ସମସ୍ତଙ୍କର, ଏ ପୃଥିବୀର ଯେତେ ଲୋକ ଅଛନ୍ତି ସମସ୍ତଙ୍କର, ଆଉ ସେହି 33 କୋଟି ଦେବତାମାନେ ରାମନାରାୟଣଙ୍କ ସହିତ ମଙ୍ଗଳ କରନ୍ତୁ। ଏତିକି କାମନା କରି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲୋଟା ପ୍ରଣାମ କରି ଆଜି ବିଦାୟ ନେଉଛି। ଜୟ ଶ୍ରୀରାମ।